ବିଶ୍ୱଭାରତୀ ନିଜକୁ ମୁକ୍ତ ଭାବରେ ଉପସ୍ଥାପନା କରିବା ଶିଖାଉଥିବା ଏକ ବିଶ୍ୱବିଦ୍ୟାଳୟ। କଥା ଯେବେ ଓଡ଼ିଆ ବିଭାଗର ଉଠେ, ପିଲେ ବିଶ୍ୱଭାରତୀକୁ ମନେ ପକାନ୍ତି, ଛାଡ଼ି ଆସିଥିବା ଅତୀତକୁ ମନେ ପକାନ୍ତି, ଭାଷା ଭବନର ଓଡ଼ିଆ ବିଭାଗର ପରିବେଶକୁ ମନେ ପକାନ୍ତି। ନିଆରା ସେଠାକାର ରୀତିନୀତିରେ ପରିବେଷ୍ଟିତ ବିଦ୍ୟାର୍ଥୀ କେବେ ନନ୍ଦନ ମେଳା ତ କେବେ ପୌଷ ମେଳା କଥା ମନେ ପକାନ୍ତି। ମେଲାର ମଠରେ ସାଙ୍ଗମାନଙ୍କର ଜନ୍ମଦିନ ପାଳିବା, ଷ୍ଟେଟ୍ ବ୍ୟାଙ୍କ ATM ପାଖରେ ମୋମୋ ଖାଇବା, ଅରୁଶ୍ରୀ ମାର୍କେଟ, ଛତିମ ତାଲା, ସିଂହ ସଦନ ତ ଏମିତି ଅନେକ କଥା। ଏଇ ସବୁ ତ ବାନ୍ଧି ରଖେ ସେମାନଙ୍କୁ ଗୋଟିଏ ସମ୍ପର୍କ ଡୋରିରେ। ସ୍ୱାଗତ ସମ୍ବର୍ଦ୍ଧନା ହେଉ ଅବା ବିଦାୟ ସମ୍ବର୍ଦ୍ଧନା, ସର୍ବେ ନିଜ ନିଜ କର୍ମରେ ଲାଗି ପଡ଼ନ୍ତି ପିପିଲିକା ପରି। ସିନିୟର ମାନଙ୍କ ପ୍ରତି ନିଜ ମନରେ ଭୟ, ଜୁନିୟର ମାନଙ୍କ ପାଇଁ ସ୍ନେହ ସେମାନଙ୍କୁ ଆହୁରି ସୁନ୍ଦର କରାଏ। ସିନିୟର ମାନେ ଯେବେ ବିଭାଗ ଛାଡ଼ନ୍ତି, ସର୍ବେ ଆସନ୍ତି ଷ୍ଟେସନ ତାଙ୍କୁ ବିଦାୟ ଦେବା ପାଇଁ। ପର ଆପଣାର ଭାବକୁ ଭୁଲିଯାଇ ଆଖିରୁ ତାଙ୍କର ଦୁଇଟା ବା ଲୁହ ଝରି ଆସେ। ନିଜର ନ ହୋଇ ବି ସଭେ ଆପଣାର ପାଲଟି ଯାଆନ୍ତି। ବିଶ୍ୱଭାରତୀ କେବଳ ପାଠ ନୁହେଁ, ଜୀବନ ବଞ୍ଚିବା ବି ଶିଖାଏ। ନିଜେ କାନ୍ଦି ଅନ୍ୟକୁ ହସେଇବା ଶିଖାଏ। ସମୟ ସିନା ଚାଲିଯାଏ, ହେଲେ ଶାନ୍ତିନିକେତନର ବୁକୁରେ ଚିର ଅମର ହେଇଯାଆନ୍ତି ସେହି ବିଦ୍ୟାର୍ଥୀମାନେ ନିଜକୁ ଜଳାଞ୍ଜଳି ଦେଇ। ଏହା ତ ମୋର ଏକ କ୍ଷଣିକ ସମୟର ଅନୁଭୂତି ମାତ୍ର। ଆପଣମାନେ ବି ନିଜର ଅନୁଭୂତିକୁ ମୋତେ ନିଶ୍ଚୟ ଜଣାଇବେ। ଆଉ ଆପଣମାନଙ୍କର ସେହି ଚିର ଅମର ବନ୍ଧୁମାନଙ୍କ ପାଖକୁ ଏହି ଭିଡ଼ିଓଟିକୁ ପଠାଇ